नमस्कार दर्शक बंधु, आज मु एक रहस्यमय कथा कहबी। जानिबा पई तुम भाग्य रे किछि लेखा होइछि कि नाही। आपण माने जानिथिबे गुप्त नवरात्रि आरंभ होई सारिछि। एही नवरात्रि साधारण नुहे, एहार नाम जेपरि सेहीपरि एहा गुप्त, रहस्यमय एवं अत्यंत शक्तिशाली। साधारण नवरात्रि परि एथिरे ढोल शंख बाजे नाही, बड़ आयोजन हुए नाही। ଏହା ହେଉଛି ନିରବ ଓ ଗୁପ୍ତ ସାଧନାର ସମୟ। ଏହି ନବରାତ୍ରିରେ କରାଯାଇଥିବା ଛୋଟ ଛୋଟ ଉପାୟ ମଧ୍ୟ ଜୀବନକୁ ଓଲଟ ପାଲଟ କରିଦେଇପାରେ। ତୁମେ ଯେତେବେଳେ କଷ୍ଟ କରି ମଧ୍ୟ ଟଙ୍କା କମାଇ ପାରୁନାହ, ଦେଖିଲେ ଅନ୍ୟ ଖର୍ଚ୍ଚରେ ଚାଲି ଯାଉଛି, ସେତେବେଳେ ଏକଥା ମନେ ପକାନ୍ତୁ, ଟଙ୍କା କେବଳ ପରିଶ୍ରମରୁ ଆସେ ନାହିଁ, ମା ଲକ୍ଷ୍ମୀଙ୍କ କୃପା ପାଇଁ ସ୍ଥାୟୀ ହୋଇ ରହିଥାଏ। ଆଉ ସେହି କୃପା ଆକର୍ଷଣ କରିବାର ଏକ ଅଦ୍ଭୁତ ସମୟ ହେଉଛି ଏହି ଗୁପ୍ତ ନବରାତ୍ରି। ମା ଲକ୍ଷ୍ମୀ ସ୍ୱୟଂ ଏହି ସମୟରେ ଘରେ ଘରେ ବୁଲନ୍ତି। କିଏ ତାଙ୍କୁ ସତ୍କାର କରେ, ସେମାନଙ୍କ ଘରେ ପ୍ରବେଶ କରନ୍ତି। ଆପଣଙ୍କ ଘରର ଯେଉଁ ତିଜୋରୀରେ ଟଙ୍କା ରଖୁଛନ୍ତି, ଶାସ୍ତ୍ର କହେ ସେ ତିଜୋରୀ ହେଉଛି ଧନର ଗର୍ଭଗୃହ। ଯେପରି ମନ୍ଦିରର ଗର୍ଭଗୃହ ପବିତ୍ର, ସେହିପରି ଘରର ତିଜୋରୀ ସମ୍ବେଦନଶୀଳ ସ୍ଥାନ। ସେଥିରେ ଯାହା ରଖାଯାଏ ତାହାରି ଗୁଣ ଅନୁସାରେ ଧନ ଆକର୍ଷିତ ହୁଏ କିମ୍ବା ଦୂରେଇ ଯାଏ। ତେବେ ଗୁପ୍ତ ନବରାତ୍ରିରେ ଆପଣ ଆପଣଙ୍କର ତିଜୋରୀରେ କଣ ରଖିବେ? ଏକ ସାଧାରଣ କିନ୍ତୁ ଅସାଧାରଣ ଶକ୍ତି ସମ୍ପନ୍ନ ଜିନିଷ, ତାହା ହେଉଛି ହଳଦୀର ଗଣ୍ଠି। ହଁ, ରୋଷେଇ ଘରେ ରହିଥିବା ସେହି ହଳଦୀ, ଏହାକୁ ଶାସ୍ତ୍ରରେ ହରିଦ୍ରା କୁହାଯାଏ, ଯେଉଁଥିରେ ଶ୍ରୀହରି ଓ ମା ଲକ୍ଷ୍ମୀଙ୍କର ବାସ ରୁହେ। କିନ୍ତୁ ଏଥିରେ ଏକ ସର୍ତ୍ତ ଅଛି, ହଳଦୀଟି ପିଠା ହୋଇଥିବା ନୁହେଁ, ତାର ଗଣ୍ଠି ସୁନ୍ଦର ହୋଇଥିବା ଉଚିତ। ରଙ୍ଗ ଗାଢ଼ ହଳଦିଆ ହେବାକୁ ପଡ଼ିବ। ତା ଉପରେ କୌଣସି କଳା ଦାଗ କିମ୍ବା ଚିହ୍ନ ନଥିବାକୁ ହେବ। ଯଦି ସମ୍ଭବ ହୁଏ ଏହାକୁ ଗୁରୁବାର କିମ୍ବା ସୋମବାର ଦିନ କିଣିବେ। ଗୁପ୍ତ ନବରାତ୍ରିରେ ଏହି ହଳଦୀ ଗଣ୍ଠି ତିଜୋରୀରେ ରଖିଲେ ତିନୋଟି ମୁଖ୍ୟ କାର୍ଯ୍ୟ ହୁଏ। ପ୍ରଥମଟି ହେଲା, ତିଜୋରୀ ଚାରିପାଖର ନକାରାତ୍ମକ ଶକ୍ତି ଦୂର ହୋଇ ଧନ ଆଗମନର ପଥ ଖୋଲିଯାଏ। ଦ୍ୱିତୀୟ, ଆସିଥିବା ଟଙ୍କା ତିଜୋରୀରେ ରୁହେ, ଅନାବଶ୍ୟକ ଖର୍ଚ୍ଚ ହୁଏ ନାହିଁ। ତୃତୀୟ, ଜୀବନରେ ଅପୂର୍ବ ସୁଯୋଗ ଆସିବା ଆରମ୍ଭ ହୁଏ। ଏହା କେବଳ ଏହି ଜନ୍ମ ନୁହେଁ, ପୂର୍ବ ଜନ୍ମର ଧନ ଅଭାବ ମଧ୍ୟ ଦୂର କରେ। କିନ୍ତୁ ଉପାୟଟି କରିବାର ବିଧି ରହିଛି। ଗୁପ୍ତ ନବରାତ୍ରିର ଯେକୌଣସି ଦିନ ସକାଳ 6ଟାରୁ 9ଟା କିମ୍ବା 7ଟାରୁ 9ଟା ମଧ୍ୟରେ ଏହାକୁ କରିବେ। 5ଟି ସୁନ୍ଦର ହଳଦୀ ଗଣ୍ଠି ନେବେ। 2 ହାତରେ ଧରି ଆଖି ବନ୍ଦ କରି ମନେ ମନେ ପ୍ରାର୍ଥନା କରିବେ, ହେ ମା ଲକ୍ଷ୍ମୀ, ମୋ ଜୀବନର ସମସ୍ତ ଅଭାବ, ଦାରିଦ୍ର୍ୟ ଓ ବାଧାକୁ ଦୂର କର। ତାପରେ ଗଣ୍ଠି ଗୁଡ଼ିକୁ ଏକ ନୂଆ ରଙ୍ଗ କପଡ଼ାରେ ବାନ୍ଧି ଆପଣ ପୋଟଳି ତିଆରି କରନ୍ତୁ। ଏବେ ଆପଣଙ୍କ ତିଜୋରୀ ଖୋଲି ଯେଉଁଠାରେ ଟଙ୍କା ରଖୁଛନ୍ତି, ସେହିଠାରେ ଏହି ପୋଟଳିକୁ ରଖିଦିଅନ୍ତୁ। ରଖିବା ସମୟରେ 3 ଥର ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବେ, ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ। ଏହାପରେ ତିଜୋରୀକୁ ବନ୍ଦ କରିଦିଅନ୍ତୁ। କିନ୍ତୁ ସାବଧାନ, ଏ ଉପାୟ କରିବା ପରେ ହଳଦୀ ପୋଟଳିକୁ ବାରମ୍ବାର ଖୋଲିବେ ନାହିଁ, କାହାକୁ ଏହା ବିଷୟରେ କହିବେ ନାହିଁ। ତିଜୋରୀ ଭିତରେ କିଛି ଅପରିଷ୍କାର ଜିନିଷ ରଖିବେ ନାହିଁ। ନବରାତ୍ରିରେ ମାଂସ, ମଦ୍ୟପାନ କରିବେ ନାହିଁ, ସେବନ କରିବେ ନାହିଁ। କାହାର କ୍ଷତି କରି ଧନ ଆହରଣ କରିବାକୁ ଚେଷ୍ଟା କରିବେ ନାହିଁ। ଏହି ଉପାୟ କେବଳ ସତ୍ପଥରେ ଚାଲିଥିବା, ମାତା ପିତାଙ୍କୁ ସମ୍ମାନ କରୁଥିବା ଲୋକ ପାଇଁ ହିଁ ଉଦ୍ଦିଷ୍ଟ। ତ ଫଳ କେବେ ମିଳିବ? 11 ଦିନ ମଧ୍ୟରେ କିଛି ସଂକେତ ମିଳିବ, 21 ଦିନ ମଧ୍ୟରେ ପରିବର୍ତ୍ତନ ଦେଖାଯିବ, ଆଉ 40 ଦିନ ମଧ୍ୟରେ ସ୍ପଷ୍ଟ ଧନ ଲାଭ ହେବାର ଆରମ୍ଭ ହେବ। ଧନ ସର୍ବଦା ନୋଟ ରୂପେ ଆସେ ନାହିଁ, ବରଂ ସୁଯୋଗ, ନୂଆ ରାସ୍ତା କିମ୍ବା ଉପଯୁକ୍ତ ବ୍ୟକ୍ତି ରୂପେ ଆସିପାରେ। ଯେଉଁ ବ୍ୟକ୍ତି ଏହା ପ୍ରତି ଶ୍ରଦ୍ଧା ରଖି ଏହି ସରଳ ଉପାୟକୁ ଅବଲମ୍ବନ କରିବେ, ମା ଲକ୍ଷ୍ମୀ ତାଙ୍କର ତିଜୋରୀକୁ ନିଜ ଆଶୀର୍ବାଦରେ ପୂର୍ଣ୍ଣ କରିଦେବେ। ତେଣୁ ହେ ଦର୍ଶକ ବନ୍ଧୁ, ଯଦି ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଏହି ଗୁପ୍ତ ନବରାତ୍ରିରେ ଏହି ଗୁପ୍ତ ଉପାୟଟି ଅବଲମ୍ବନ କର। ମା ଆପଣଙ୍କ ଉପରେ ଅନୁଗ୍ରହ ନିଶ୍ଚିତ ବର୍ଷଣ କରିବେ। ଧନ୍ୟବାଦ। ଜୟ ମା ଲକ୍ଷ୍ମୀ।